ଜୟ ଜଗନ୍ନାଥ। ସମସ୍ତଙ୍କୁ ନମସ୍କାର। ମହିମା ଜ୍ୟୋତି ସଂସ୍କୃତ କୋଚିଂ ସେଣ୍ଟରର ସମସ୍ତ ସଦସ୍ୟମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଜି ସୂଚନା, ଆମର ଯେଉଁ ପିଲାମାନେ, ଯେଉଁ ଛାତ୍ରଛାତ୍ରୀମାନେ, ଯେଉଁ ଆସ୍ପିରାଣ୍ଟସ୍ ମାନେ CUET BED ବା ଶିକ୍ଷାଶାସ୍ତ୍ରୀ, CUET MAD ବା ଶିକ୍ଷା ଆଚାର୍ଯ୍ୟରେ ପରୀକ୍ଷା ଦେଇଥିଲେ, ତା ଉପରେ ସୂଚନାଟି ରହିଛି। ଆପଣମାନଙ୍କର ସ୍କୋର କାର୍ଡ଼ ମଧ୍ୟ ଆସିଯାଇଛି। ଏହି ସୂଚନାଟି ଆମର 3 ଗୋଟି ୟୁନିଭର୍ସିଟିକୁ ନେଇ ଆସିଛି, ଯେଉଁଠିକି ଆମର BED MADକୁ 3 ଗୋଟି ୟୁନିଭର୍ସିଟିକୁ ନେଇ ଆସିଛି। ଆମେ ତା ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା। ପ୍ରଥମରେ ଆମର ଆସୁଛି ନ୍ୟାସନାଲ୍ ସଂସ୍କୃତ ୟୁନିଭର୍ସିଟି ତିରୁପତି, ଆନ୍ଧ୍ରପ୍ରଦେଶ। NSU ଯେଉଁଟା ଆପଣମାନେ କହୁଛନ୍ତି NSU ତିରୁପତି, ଆନ୍ଧ୍ରପ୍ରଦେଶ NSU ତିରୁପତିର ସୂଚନା ଆସିଛି ଯେ କମେନ୍ସମେଣ୍ଟ ଅଫ୍ ଅନଲାଇନ୍ ଆପ୍ଲିକେସନ୍, ମାନେ ଆମର ଆପଣମାନଙ୍କର ଅନଲାଇନ୍ ଆପ୍ଲିକେସନ୍ କେବେଠାରୁ ଆରମ୍ଭ ହେବ? 22/5/2024, ମାନେ ଆଜିଠାରୁ। ଆଜି 5ଟା PM ଠାରୁ ଆରମ୍ଭ ହୋଇଛି। 22/5/2024 ଆଜି 5ଟା PM ଠାରୁ ଆରମ୍ଭ ହୋଇଛି ଏବଂ ସେ ଅନଲାଇନ୍ ଆପ୍ଲିକେସନ୍ର ଲାଷ୍ଟ ଡେଟ୍ ରହିଛି, ଲାଷ୍ଟ ଡେଟ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ଲାଷ୍ଟ ଡେଟ୍ ରହିଛି 5/6/2024, ମାନେ ଜୁନ୍ ମାସ 5/6 PM, ମାନେ 12ଟା ପୂର୍ବରୁ, 5 ତାରିଖ ଦିନ 12ଟା ପୂର୍ବରୁ ଆପଣମାନେ ଆବେଦନ କରିପାରିବେ। BED MADର ଆବେଦନ କରିପାରିବେ। ଆଜି 5ଟା ପରଠାରୁ 5 ଜୁନ୍ର ଆସନ୍ତା ମାସ 5 ତାରିଖର ରାତି 12ଟା ଭିତରେ ଆବେଦନ କରିପାରିବେ। ତାପରେ ଆପ୍ଲିକେସନ୍ ଫିସ୍ ଯେଉଁଟାକି ରହିଛି 300 ଟଙ୍କା, ନନ୍ ରିଫଣ୍ଡେବଲ୍, ସେଇଟା ରିଫଣ୍ଡେବଲ୍ ହେଇପାରିବ ନାହିଁ। ଆପ୍ଲିକେସନ୍ ଫିସ୍ 300 ଟଙ୍କା ରହିବ। ଯେଉଁ ଆପଣମାନେ ଯେଉଁ CUET ସ୍କୋର କାର୍ଡ଼ ନେଇ ୟୁନିଭର୍ସିଟି ଆବେଦନ କରିବେ, ତା'ର ଆପ୍ଲିକେସନ୍ ଫିସ୍ 300 ଟଙ୍କା ରହିବ। ଲିଙ୍କ ଫର୍ ଅନଲାଇନ୍ ଆପ୍ଲିକେସନ୍, ଅନଲାଇନ୍ ଆପ୍ଲିକେସନ୍ ପାଇଁ ସେମାନେ ଲିଙ୍କ ଦେଇଛନ୍ତି, ଯେଉଁଟାକି ମୁଁ ଡେସ୍କ୍ରିପ୍ସନ୍ରେ ମଧ୍ୟ ଦେଇଦେବି ଆପଣମାନଙ୍କୁ। ଆପଣମାନେ ସେ ଲିଙ୍କ ଭିଜିଟ୍ କରି ଆପ୍ଲାଏ କରିପାରିବେ। ଯେଉଁମାନେ ଆପ୍ଲାଏ କରିପାରିବେ ନାହିଁ, ଆପ୍ଲାଏ ରିଲେଟେଡ଼୍ 2-3 ଦିନ ପରେ ଭିଡ଼ିଓ ଆଣିବା। ଯେଉଁମାନେ ଆପ୍ଲାଏ କରିବା ପାଇଁ ଚାହିଁବେ କରିପାରିବେ, ନଚେତ୍ ଆମର ଭିଡ଼ିଓ ଆସିଲେ ଆପ୍ଲାଏ କରିବେ। ମୁଁ ଯଦି ଆପଣମାନଙ୍କୁ ସଜେଷ୍ଟ କରିବା ପାଇଁ ଚାହିଁବି, ସମସ୍ତେ ୟୁଟ୍ୟୁବ୍ ସହିତ ଯୋଡ଼ି ହୋଇ ରୁହନ୍ତୁ, ହ୍ୱାଟ୍ସଆପ୍ ଗ୍ରୁପ୍ରେ ଯୋଡ଼ି ହୋଇ ରୁହନ୍ତୁ, ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରି ରଖନ୍ତୁ। ବହୁତ ଶୀଘ୍ର ଭିଡ଼ିଓ ଆସିବ, ଯେଉଁଟାକି ଆପଣମାନେ ଦେଖିକି ଆପ୍ଲାଏ କରିବେ, ନିର୍ଭୁଲ ଭାବରେ, ସ୍ପଷ୍ଟ ଭାବରେ ଆପ୍ଲାଏ କରିବେ, ଯାହାକି ପରବର୍ତ୍ତୀ ସମୟରେ କୌଣସି ପ୍ରକାର ସମସ୍ୟା ହେବ ନାହିଁ। ତାପରେ ନେକ୍ସଟ ଆମର ଆସୁଛି ଗୋଟେ ସୂଚନା, କମେନ୍ସମେଣ୍ଟ ଅଫ୍ କ୍ଲାସ୍ ଷ୍ଟାର୍ଟ ହେବ ଆନୁମାନିକ ଆମର 1/7, ଜୁଲାଇ 1/7ରୁ କ୍ଲାସ୍ ଷ୍ଟାର୍ଟ ହେବ। କିନ୍ତୁ ତା ପୂର୍ବରୁ ଆମର ପ୍ରଥମ ରାଉଣ୍ଡ ସିଲେକ୍ସନ୍, ଦ୍ୱିତୀୟ ରାଉଣ୍ଡ ସିଲେକ୍ସନ୍, ତୃତୀୟ ରାଉଣ୍ଡ ସିଲେକ୍ସନ୍, ଯଦି ସିଟ୍ ପରେ ପରବର୍ତ୍ତୀ ସିଲେକ୍ସନ୍, ଏମିତି ସିଲେକ୍ସନ୍ ପ୍ରୋସେସ୍ ସରିଯିବାର ବହୁତ ହିଁ ଆଶା ରହୁଛି। ହୁଏତ ଡେରି ହେଇପାରେ, କିନ୍ତୁ 1 ତାରିଖ ଭିତରେ, ଜୁଲାଇ 1 ତାରିଖ ଭିତରେ କିଛି ସିଲେକ୍ସନ୍ ସରିଯିବାର ଆଶା ରହୁଛି। ନେକ୍ସଟ ଆମର କିଛି କଣ୍ଟାକ୍ଟ ନମ୍ବର ସେମାନେ ଦେଇଛନ୍ତି ଏକାଡେମିକ୍ କ୍ୟୁରି ପାଇଁ ଏବଂ ଇମେଲ୍ ID ମଧ୍ୟ ଦେଇଛନ୍ତି। ଏଠି ଆପଣମାନେ ନୋଟ୍ସ କରି ନେଇପାରିବେ। 8333904764, 8333904764, 9866672650। ଇଏ ତାପରେ ଇମେଲ୍ ID HOD edu@nsktu.org, education@nsktu.org, ଏସବୁ ଇମେଲ୍ ID ଦେଇଛନ୍ତି। ଇମେଲ୍ ID ମଧ୍ୟ ଆପଣ କଣ୍ଟାକ୍ଟ କରିପାରିବେ ଯଦି କୌଣସି ପ୍ରକାର ସମସ୍ୟା ରହେ। ପେମେଣ୍ଟ ଟେକ୍ନିକାଲ ହେଲ୍ପଲାଇନ୍ ପାଇଁ ସେ ମଧ୍ୟ ନମ୍ବର ଦେଇଛନ୍ତି, 9440626555 ନମ୍ବର ଦେଇଛନ୍ତି। ତାପରେ ଟେକ୍ନିକାଲ ସପୋର୍ଟ ପାଇଁ ସିଏ ମେଲ୍ ID ମଧ୍ୟ ଦେଇଛନ୍ତି। ଏତିକି ସୂଚନା ଆମର ଥିଲା NSU ବା ନ୍ୟାସନାଲ୍ ସଂସ୍କୃତ ୟୁନିଭର୍ସିଟିର, ଆମର ଏତିକି ସୂଚନା ଥିଲା। ତାପରେ ଆମର ଆସୁଛି ସେଣ୍ଟ୍ରାଲ ସଂସ୍କୃତ ୟୁନିଭର୍ସିଟି, ଯେଉଁଟାକି ଆମର CSU। ତାର ଫର୍ମ ଆସନ୍ତାକାଲି ଠାରୁ ଆବେଦନ ଆରମ୍ଭ ହେଉଛି। 23 ମେ 2024, 10ଟା AM ପରଠାରୁ କାଲି ଆରମ୍ଭ ହେଉଛି। ତାର ଲାଷ୍ଟ ଡେଟ୍ ଫର୍ ଅନଲାଇନ୍ ରେଜିଷ୍ଟ୍ରେସନ୍
ऑनलाइन रजिस्ट्रेशन ପାଇଁ ସିଏ ମଧ୍ୟ 5 ଜୁନ୍ ରଖିଛନ୍ତି। 5 ଜୁନ୍ ରଖିଛନ୍ତି ପ୍ରାୟତଃ ସେମ୍, କିନ୍ତୁ କାଲି ତାଙ୍କର ଆରମ୍ଭ ହେଉଛି। ଲିଙ୍କ୍ ଫର୍ ଅନଲାଇନ୍ ଆପ୍ଲିକେସନ୍ ପାଇଁ ଲିଙ୍କ୍ ମଧ୍ୟ ସେ ଦେଇଛନ୍ତି, ଯେଉଁଟାକି ମୁଁ ଆପଣଙ୍କୁ ଡେସ୍କ୍ରିପ୍ସନ୍ରେ ଦେଇଦେବି। ତାପରେ ସମର୍ଥ ଆପ୍ଲିକେସନ୍ ଫି, ଯେଉଁଟାକି 200 ଟଙ୍କା ରହିଛି। ସେଣ୍ଟ୍ରାଲ ସଂସ୍କୃତ ୟୁନିଭର୍ସିଟିର ନନ୍ ରିଫଣ୍ଡେବଲ୍, ଯେଉଁଟା 200 ଟଙ୍କା ଆପ୍ଲିକେସନ୍ ଫିସ୍ ରହିଛି, ଯେଉଁଟା ରିଫଣ୍ଡେବଲ୍ ହେବ ନାହିଁ। କଣ୍ଟାକ୍ଟ ଇନଫର୍ମେସନ୍ ମଧ୍ୟ ସେମାନେ ଦେଇଛନ୍ତି, କଣ୍ଟାକ୍ଟ ଇନଫର୍ମେସନ୍ ମନେ ରଖିପାରିବେ। ତାପରେ ନେକ୍ସଟ ସୂଚନା ଆମର ଆସୁଛି LBS ଉପରେ, ଯେଉଁଟାକି ବହୁତ ପିଲାମାନେ ବ୍ୟସ୍ତ ହେଉଥିବେ। LBS ଉପରେ ଯଦି ଆମେ ଆଲୋଚନା କରିବା, LBSର ଗୋଟେ ନୋଟିସ୍ କାଢ଼ିଥିଲେ ସିଏ 6 ମେ'ରେ ଗୋଟେ ନୋଟିସ୍ କାଢ଼ିଥିଲେ, ଯେଉଁଟାକି ତାଙ୍କର ଆରମ୍ଭ ହୋଇଥିଲା 8 ମେ'ରୁ ଆରମ୍ଭ ହୋଇ 25 ମେ'ରେ ସରିବା କଥା। କିନ୍ତୁ ଟେକ୍ନିକାଲ୍ ଇସ୍ୟୁ ପାଇଁ ତାଙ୍କର ଯେଉଁ ଇଣ୍ଟରନେଟ୍ ଇସ୍ୟୁ ପାଇଁ, ସମସ୍ତ ପୋର୍ଟାଲର ଇସ୍ୟୁ ପାଇଁ ସିଏ ପୁଣି ଗୋଟେ ନୋଟିସ୍ କାଢ଼ିଲେ। ଆମର 14 ମେ'ରେ ଗୋଟେ ନ୍ୟୁ ନୋଟିଫିକେସନ୍ କାଢ଼ିଲେ। ସେଠି ସେ ସୂଚନା ଦେଇଛନ୍ତି ଯେ ପୂର୍ବରୁ ସମସ୍ତ ପୋର୍ଟାଲର କିଛି ଟେକ୍ନିକାଲ୍ ଇସ୍ୟୁ ରହିଛି, ଡେଟ୍ ଘୁଞ୍ଚିବ ଏବଂ ନୂଆ ଡେଟ୍ ଆସିଲେ ସେମାନେ ତାଙ୍କର ଜଣେଇବେ। ୱେବସାଇଟ୍ ଭିଜିଟ୍ କରିବା ପାଇଁ ସିଏ ଏହି ସୂଚନା ଦେଇଛନ୍ତି। ତାଙ୍କର ୱେବସାଇଟ୍ ଦେଇଛନ୍ତି SLBSRVS এই ୱେବସାଇଟ୍ରେ ଆପଣମାନେ ଭିଜିଟ୍ କରି ଦେଖିପାରିବେ। ସମସ୍ତ ଆସ୍ପିରାଣ୍ଟସ୍ ମାନଙ୍କୁ ଧନ୍ୟବାଦ ଅସ୍ତୁ। ଧନ୍ୟବାଦ। ଯଦି କାହାର କୌଣସି ଶଙ୍କା ରହେ ଆପଣମାନେ କମେଣ୍ଟ ମାଧ୍ୟମରେ ପଚାରି ପାରିବେ।